ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଲୁଟ୍ର ଶିକାର ହେଲେ କକା ପୁତୁରା। ଦୁର୍ବୃତ୍ତଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ କକା ଆହତ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନାରେ ଅଭିଯୋଗ। ଗତକାଲି ରାତିରେ ରାମପୁର ଥାନା ପଣ୍ଡକିଟାଲ ଗାଁରେ କକା ମିଥୁନ ପ୍ରଧାନ ଓ ପୁତୁରା ବାବୁଲ ପ୍ରଧାନ ତାଙ୍କ ସମ୍ପର୍କୀୟଙ୍କ ବାହାଘର ପଣ୍ଡରାପାଲିକୁ ବାହାଘର ଯାଇଥିଲେ। ହେଲେ ବାହାଘର ଭୋଜି ଖାଇ ରାତି 10:30ରେ ମୋଟରସାଇକେଲରେ ଘରକୁ ଫେରୁଥିବା ସମୟରେ ରାମପୁର ଥାନା ବଡ଼କତଲେ କେନାଲ ଛକରେ ଦୁଇଟି ମୋଟରସାଇକେଲରେ 5 ଜଣ ଦୁର୍ବୃତ୍ତ ଏମାନଙ୍କୁ ଜୋର ଜବରଦସ୍ତ ଅଟକାଇବା ସହିତ ଲୁଟପାଟ କରିବା ସହିତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି 5,630 ଟଙ୍କା ଛଡ଼ାଇ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ମାରିଥିଲେ। ଏଥିରେ ମିଥୁନ ଓ ବାବୁଲୁ ଆହତ ହୋଇ ରାମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ଡାକ୍ତର ନଥିବାରୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ରାମପୁର ଥାନାରେ ଆହତ